232 ରାତି ନାଟକ ମଞ୍ଚସ୍ଥ କରି କୋଣାର୍କ ଗଣନାଟ୍ୟ କରିଛି ରେକର୍ଡ। ମନେ ରହିଲା 232 232 ନାଇଟ୍ ତୁ ବୋଧେ ମୋ ଭାଗ୍ୟ ନେଉ ନାଟକକୁ ମଞ୍ଚସ୍ଥ କରିଛି। 232 ରାତି ନାଟକ ମଞ୍ଚସ୍ଥ କରି କୋଣାର୍କ ଗଣନାଟ୍ୟ ଯାତ୍ରା ଜଗତରେ ସୃଷ୍ଟି କରିଛି ଏକ ମାଇଲ ଖୁଣ୍ଟ। ମନେ ରହିଲା 232 ନାଇଟ୍ ଗୋଟାଏ ନାଟକ ମଞ୍ଚସ୍ଥ କରିଛି। ନାଟ୍ୟକାର ଦୀପକ ଜେନାଙ୍କ ନାଟକ ତୁ ବୋଧେ ମୋ ଭାଗ୍ୟ ନାଉ। ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଗୁରୁପ୍ରସାଦ ମିଶ୍ର। 232 ରାତି ନାଟକ ମଞ୍ଚସ୍ଥ କରି କୋଣାର୍କ ଗଣନାଟ୍ୟ କରିଛି ରେକର୍ଡ। ଜୟ ଶ୍ରୀ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ରୟକେଶନ ଯାତ୍ରା ଗପସପ ରାଜେନ୍ଦ୍ର ବେହେରା ଫେସବୁକ୍ ଆଇଡିରେ। ଆଜି ମୁଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି ପ୍ରଯୋଜକ ଭାରତ ଭୂଷଣ ଦେଓଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଣାର୍କ ଗଣନାଟ୍ୟ। କୋଣାର୍କ ଗଣନାଟ୍ୟ 26 ଯାତ୍ରା ପାଇଁ କେତୋଟି ନାଟକ ଏପର୍ଯ୍ୟନ୍ତ ସୁଦ୍ଧା ଡିକ୍ଲେୟାର କରିଛି। 26 ଯାତ୍ରା ଋତୁରେ କେଉଁ କେଉଁ ଅଭିନେତା କେଉଁ କେଉଁ ଅଭିନେତ୍ରୀ ମାନେ ଚୁକ୍ତିବଦ୍ଧ ହୋଇଛନ୍ତି କୋଣାର୍କ ଗଣନାଟ୍ୟରେ। ପ୍ରଥମ ନାଟକ ସବୁଆଡ଼େ ଚର୍ଚ୍ଚା ଆମ କାହାଣୀ। ଏହି ନାଟକକୁ ରଚନା କରିଛନ୍ତି ଡକ୍ଟର ଦୀପକ ଜେନା। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସେଇ ତୁ ବୋଧେ ମୋ ଭାଗ୍ୟ ନାଉ ନାଟକକୁ ଯେଉଁ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି 26 ଯାତ୍ରା ଋତୁରେ ସବୁଆଡ଼େ ଚର୍ଚ୍ଚା ଆମ କାହାଣୀ ନାଟକରେ ସେ ହିଁ ନିର୍ଦ୍ଦେଶନା ଦେବେ ଗୁରୁପ୍ରସାଦ ମିଶ୍ର ସାର୍। ଦ୍ୱିତୀୟ ନାଟକ ଅଭିମାନିନୀ ମୁଁ ଅଳକାନନ୍ଦା। ମନେ ରହିଲା ଅଭିମାନିନୀ ମୁଁ ଅଳକାନନ୍ଦା। ଏହି ନାଟକକୁ ରଚନା କରିଛନ୍ତି ସୁଶ୍ରୀ ମାହେଶ୍ୱରୀ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କିଶୋର ଖଣ୍ଡୁଆଳ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଚାଲନ୍ତୁ 26 ଯାତ୍ରା ଋତୁ ପାଇଁ ପ୍ରଯୋଜକ ଭାରତ ଭୂଷଣ ଦେଓଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଣାର୍କ ଗଣନାଟ୍ୟ କେଉଁ କେଉଁ ଅଭିନେତା କେଉଁ କେଉଁ ଅଭିନେତ୍ରୀ ମାନେ ଚୁକ୍ତିବଦ୍ଧ ହୋଇଛନ୍ତି ଟିକେ ନଜର ପକାନ୍ତୁ। ଦେଖିଲେ ଆପଣ ମାନେ ପ୍ରଯୋଜକ ଭାରତ ଭୂଷଣ ଦେଓଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଣାର୍କ ଗଣନାଟ୍ୟରେ 26 ଯାତ୍ରା ଋତୁ ପାଇଁ କେଉଁ କେଉଁ ଅଭିନେତା କେଉଁ କେଉଁ ଅଭିନେତ୍ରୀ ମାନେ ଚୁକ୍ତିବଦ୍ଧ ହୋଇଛନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିତ ଲାଇକ୍ କରି କମେଣ୍ଟ କରି ସାଙ୍ଗସାଥି ସେୟାର କରନ୍ତୁ। ଯଦି ନୂଆ କରି ଆମ ଚ୍ୟାନେଲ ଭିଡ଼ିଓ ଦେଖୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯଦି ଫେସବୁକ୍ ଦେଖୁଛି ଫେସବୁକ୍ ଆଇଡ଼ି ଫଲୋ କରି ରଖନ୍ତୁ। ସବୁବେଳେ କହିଛି ରାଜେନ୍ଦ୍ର ବେହେରା ଫେସବୁକ୍ ଆଇଡ଼ି ରୟକେଶନ ୟୁଟ୍ୟୁବ୍ ଚ୍ୟାନେଲରେ ସବୁବେଳେ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ଥିବେ। ପୁଣି ଦେଖା ଆଉ ଏକ ଯାତ୍ରା ଭିଡ଼ିଓରେ। जय श्री जगन्नाथ।